ସମସ୍ତ ଦର୍ଶକମାନଙ୍କୁ ମୋର ପ୍ରେଜ୍ ଦ ଲର୍ଡ। ପ୍ରଭୁ ଅନୁଗ୍ରହ କରି ବର୍ତ୍ତମାନ ପ୍ରତିଭା ଷ୍ଟୁଡ଼ିଓରେ ମୋତେ ପହଞ୍ଚିବା ପାଇଁ ସାହାଯ୍ୟ କରିଛନ୍ତି। ଗୋଟେ ଗୀତ ରେକର୍ଡିଂ ମାଧ୍ୟମରେ ପହଞ୍ଚୁ ପହଞ୍ଚୁ ଆଜିର ଭେଟଘାତରେ ଅତିଥି ଭାବେ ଅଛନ୍ତି ପ୍ରିୟ ସିଷ୍ଟର ଅଲିଭା ବାଗ। ଘର ହେଉଛି କୋରାପୁଟ ଅଞ୍ଚଳର, ତେଣୁ ତାକୁ ଡାକନ୍ତି ଆଉ ଏଷ୍ଟର ବୋଲି ଡାକନ୍ତି। ତେଣୁ ନିଶ୍ଚିତ ଭାବେ ପ୍ରଭୁ ଅନୁଗ୍ରହ କରି ତାଙ୍କର ଅନେକ ଗୀତ ନିଜେ କମ୍ପୋଜ କରନ୍ତି, ନିଜେ ଗୀତ ଲେଖନ୍ତି। ତେଣୁ ପ୍ରଥମ କରି ଗୋଟେ ସିଷ୍ଟର ହିସାବରେ ଏପରି ଗୀତ ଲେଖିବା ଖ୍ରୀଷ୍ଟୀୟ ସମାଜ ପାଇଁ ଆଉ ବିଶ୍ୱାସୀ ମାନଙ୍କ ପାଇଁ ଗୋଟେ ଗର୍ବ ଅଟେ। ତେଣୁ ପ୍ରେଜ୍ ଦ ଲର୍ଡ ସିଷ୍ଟର, ପ୍ରେଜ୍ ଦ ଲର୍ଡ। କେମିତି ଅଛନ୍ତି? ଭଲ ଅଛି। ନିହାତ ହଁ ଆପଣ ଭଲ ଅଛନ୍ତି? ହଁ ପ୍ରଭୁଙ୍କ ଦୟାରେ ଭଲ ଅଛି। ପ୍ରିୟ ଦର୍ଶକ ବନ୍ଧୁମାନେ, ପ୍ରଭୁ ଅନୁଗ୍ରହ କରି ସିଷ୍ଟର ଅଲିଭା ବାଗଙ୍କ ସହିତ ଆଜି ସାକ୍ଷାତ ହେଇଛି ଅନୁଗ୍ରହ କରି। ତେଣୁ ତାଙ୍କରି ଗୀତ ଗାଇବା ଏ ଭଲ ପାଇବା କେବେଠୁ ଆରମ୍ଭ ହେଲା, କ'ଣ କହିବି ଦର୍ଶକମାନଙ୍କୁ? ସମସ୍ତ ଦର୍ଶକ ବନ୍ଧୁଙ୍କୁ ମୋର ପ୍ରେଜ୍ ଦ ଲର୍ଡ ଏବଂ ନମସ୍କାର। ମୋର ଗୀତ ଗାଇବାଟା ଆରମ୍ଭ ହେଇଥିଲା, ଛୋଟବେଳରୁ ଆରମ୍ଭ ହେଇଥିଲା, କିନ୍ତୁ ପ୍ରଭୁଙ୍କ ପାଇଁ ଡେଡିକେଟେଡ୍ ଥିଲି ମୁଁ, କିନ୍ତୁ କରିପାରୁନଥିଲି। ଆଉ ମୁଁ ଗୀତ ଖାଲି ଗାଉଥିଲି, ମାନେ ଅନ୍ୟଙ୍କର ଗୀତ ଦେଖିକି ମୁଁ ଗାଉଥିଲି। ବଡ଼ ବଡ଼ ଯିଏ ଆମର ଗସ୍ପେଲ ସିଙ୍ଗର୍ସ ଅଛନ୍ତି, ତେହମିନା ତାରିକ ଯିଏକି ପାକିସ୍ତାନର ଅଛନ୍ତି, ଆଉ ଆମର ଇଣ୍ଡିଆରେ ଅଛନ୍ତି ରମିକା ମସି, ତାଙ୍କ ଗୀତ ଦେଖି ଦେଖି ମୁଁ ଗାଇବାର। ଆଉ ମୁଁ ଗାଉଥିଲି ଲୋକଙ୍କ ଗୀତ ଦେଖି ଦେଖି, କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଭୁ ମୋତେ ଅନୁଗ୍ରହ କଲେ ଆଉ ସେ ଗିଫ୍ଟ ଦେଲେ ଲେଖିବାର ଆଉ କମ୍ପୋଜ ନିଜେ କରିବାର। ମୋର ତ କିଛି ଯୋଗ୍ୟତା ନାହିଁ, କିନ୍ତୁ ପ୍ରଭୁ ଅନୁଗ୍ରହ କରି ମୋତେ ଦେଲେ। ଆଉ ମୁଁ ପ୍ରଥମ ଗୀତ ମୋର ଲେଖିଥିଲି ହିନ୍ଦୀ ଗୀତ ଓ ୟେଶୁ ମେରେ, ଯେଉଁଟା ଏବେ ମୋ ଚ୍ୟାନେଲରେ ରିଲିଜ୍ ହେଇଛି। ଆଉ ତା ବହୁତ ଅଭିଷେକର ସହିତ ପ୍ରଭୁ ମୋତେ ଗାଇବାକୁ ଦୟା କଲେ, ଏବଂ ସେ ଗୀତ ଦ୍ୱାରା ମୁଁ ମଧ୍ୟ ଆଶୀର୍ବାଦ ପାଇଛି ଏବଂ ଅନେକ ଲୋକ ଶୁଣି ସେ ଗୀତ ଦ୍ୱାରା ଆଶୀର୍ବାଦ ପାଇଛନ୍ତି। ଏଥିପାଇଁ ପ୍ରଭୁଙ୍କୁ କୋଟି କୋଟି ଧନ୍ୟବାଦ। ପ୍ରିୟ ଦର୍ଶକ ବନ୍ଧୁମାନେ, ବର୍ତ୍ତମାନ ସିଷ୍ଟର ବାଗଙ୍କର ପ୍ରଥମ ଗୀତର ଯୋଉଟା ଅଭିଷେକ, ଆତ୍ମାଙ୍କ ଅଭିଷେକ ଗୀତଟି ରେକର୍ଡିଂ ହେଇଥିଲା, ନିଜ ଅନୁଭବ କରୁଛନ୍ତି। ତେଣୁ ଆମ ଦର୍ଶକ ମାନଙ୍କ ପଦୀ ଭାଷା ପଦ ଟିକେ ସେଇ ନିଶ୍ଚୟ ନିଶ୍ଚୟ। जब अंधिया सताए मेरे मन को, यीशु ढूंढूं तुझे, यीशु ढूंढूं तुझे। जब तूफान घेरे मेरे दिल को, यीशु पुकारूं तुझे, हाँ पुकारूं तुझे। तू कहता है मेरे पास आओ, तू कहता है मुझसे दूर न जाओ, तू कहता है मेरे पास आओ, तू कहता है मुझसे दूर न जाओ, क्योंकि तो सच्चा जिंदा खुदा है। ओ यीशु मेरे, तेरे जैसा ना कोई, ओ यीशु मेरे, तेरे जैसा ना कोई, ओ यीशु मेरे, तेरे जैसा ना कोई, ओ यीशु मेरे, तेरे जैसा ना कोई। वाह, ବଢିଆ ବଢିଆ। ପ୍ରଭୁ ସୁନ୍ଦର କଣ୍ଠଟି ଆପଣଙ୍କୁ ଦେଇଛନ୍ତି। ଏମିତି ପ୍ରଭୁଙ୍କ ସେବାରେ, ପ୍ରଭୁଙ୍କ ପାଇଁ ଯୋଉ ଦାନ ପାଇଛନ୍ତି ବ୍ୟବହାର କରନ୍ତୁ। ପ୍ରଭୁ ଆହୁରି ଆଗକୁ ବଢନ୍ତୁ, ଆଉ ଥରେ ଆଗକୁ ବଢିବା ପାଇଁ ଯିବା। ଆଉ ନିହାତି ଆପଣଙ୍କର ଅନେକ ଫ୍ରେଣ୍ଡସ୍ ମାନେ ଅଛନ୍ତି, ଗୀତ ଭଲ ପାଇବା ଦିଅନ୍ତି। ଆଜି ଏଇ ଗୀତର ଜର୍ଣ୍ଣି ଯେତେବେଳେ ଆରମ୍ଭ ହେଲା, ପରିବାର ଦ୍ୱାରା ଆପଣ ଗୋଟେ ଝିଅ ପିଲା, ତ ଏମିତି ଜର୍ଣ୍ଣି ଠିକ ଲାଗୁନି ବୋଲି କାଳେ ମମି କି ଡାଡି କହିଛନ୍ତି? ନା, ମୋତେ ପ୍ରଭୁଙ୍କର ଗୌରବ ନିମନ୍ତେ ଯାହା ବି ଯଦି ମୋ ଦ୍ୱାରା ହେଇପାରିବ ମୁଁ କରିବି। ଆଉ ମୋ ପରିବାର ପ୍ରଭୁଙ୍କ ପାଇଁ ସବୁବେଳେ ସେମାନେ ସପୋର୍ଟ କରି ଆସିଛନ୍ତି। ମୋ ବାପା ମା ଓ ପରିବାର ସମସ୍ତେ ପ୍ରଭୁଙ୍କ ପାଇଁ ସେମାନେ ବହୁତ ଡେଡିକେଟେଡ୍। ଆଉ ନିଶ୍ଚିତ ଭାବେ, ଆଉ ଯେତେବେଳେ ଆପଣ ତ ଉପାସନା ଚର୍ଚ୍ଚରେ ଗାଆନ୍ତି, ଘରେ ବି ଗାଆନ୍ତି, ବିଭିନ୍ନ ଷ୍ଟେଜରେ ଗାଆନ୍ତି, ଯେତେବେଳେ ଷ୍ଟୁଡିଓକୁ ଆସି ପହଞ୍ଚିଲେ, ତ ପ୍ରଥମ ଷ୍ଟୁଡିଓର ଅନୁଭୂତି କେମିତି ଥିଲା ଟିକେ? ମୋତେ କେବେ ଭୟ ଲାଗିନି। ଭୟ ଶବ୍ଦ
ମୋ ମୋଠାରୁ ଦୂରେଇ ଯାଇଛି। ମୋ ଠାରୁ ଦୂରେଇ ଯାଇଛି। ପ୍ରଭୁ ସଦାବେଳେ ମୁଁ ଯେତେବେଳେ ବି ଫାଷ୍ଟ ଆପିୟରାନ୍ସ କରିଥିଲି ଗୀତରେ ପ୍ରଭୁ ସବୁବେଳେ ମୋତେ ଗାଇଡ୍ କରିଛନ୍ତି। ମୁଁ କେବେ ଡରିନି। ସେ ଯୋଉଟା ପ୍ରଭୁଙ୍କର ଅନୁଗ୍ରହ ସେଇଟା। ମାନେ ସମସ୍ତେ ଡରନ୍ତି କିନ୍ତୁ ପ୍ରଭୁ ମୋତେ ସାହାଯ୍ୟ କଲେ ପୁରା କନଫିଡେଣ୍ଟ ହେବାକୁ। ମାନେ ଯେତେବେଳେ ଗାଇଲା ବେଳକୁ ବି ମାନେ ଆତ୍ମାଙ୍କର ଚାଳନାରେ ଯେତେବେଳେ ମୁଁ ଆରମ୍ଭ କରୁଛି ସେତେବେଳେ ମୁଁ ବିଲକୁଲ ବି ଡରିନି। ପ୍ରଭୁ ମୋତେ ସାହାଯ୍ୟ କରନ୍ତି ଗାଇବା ପାଇଁ। ମାନେ ପୁରା ଷ୍ଟ୍ରଙ୍ଗ ହେଇକି ଫେଥର ସହିତ ଗୀତ ରେକର୍ଡିଂ କରିବାକୁ ପ୍ରଭୁ ସାହାଯ୍ୟ କରନ୍ତି। ତ କାହାକୁ ଡରନ୍ତି ନାହିଁ, ପ୍ରଭୁ ଡରନ୍ତି ନାହିଁ। ପ୍ରଭୁଙ୍କୁ ଡରେ। ଆଉ ଆଜ୍ଞା। ନିହାତି ପ୍ରିୟ ଦର୍ଶକ ବନ୍ଧୁମାନେ, ବର୍ତ୍ତମାନ ବାଗ ସିଷ୍ଟରଙ୍କର ସୁମଧୁର କଣ୍ଠଭରାରେ ଆମମାନେ ଗୀତ ଶୁଣୁଥିଲୁ। ତାଙ୍କ ଚ୍ୟାନେଲ ନାମ ମୋ ଚ୍ୟାନେଲ ନାମ ଅଲିଭା ବାଘ। ନିହାତି ନିଜ ଘର କୋଉଠି? କୋରାପୁଟ। ଆମ ଗାଁ ଗିର୍ଲିଗୁମା କିନ୍ତୁ ଆମେ ରହୁଛୁ କୋରାପୁଟ। ଆଜ୍ଞା ଆଜ୍ଞା। ନିହାତି ଆପଣମାନେ ସେ ଚ୍ୟାନେଲକୁ ଯାଇକି ଲାଇକ୍ ସବସ୍କ୍ରାଇବ କରିବେ। ବର୍ତ୍ତମାନ ଆଉ ଅନେକ ଗୀତ ମଧ୍ୟରେ ବର୍ତ୍ତମାନ କୋଉ ଗୀତ ଆପଣଙ୍କୁ ବେଶୀ ଭଲ ଲାଗିଛି? ନିଜ ଗୀତ ଓ ୟେଶୁ ମେରେ ସେଇଟା ମୋ ଟେଷ୍ଟିମନି ଗୀତ। କାହିଁକି ଟେଷ୍ଟିମନି? କଣ ଟେଷ୍ଟିମନି ଅଛି? ଟେଷ୍ଟିମନି ମୁଁ ବହୁତ ଷ୍ଟ୍ରଗଲ୍ କରୁଥିଲି। ମୋର ମଝିରେ ମୋତେ ଟିକେ ପ୍ରୋବ୍ଲେମ୍ ହେଇଥିଲା। ମୋତେ ହେଡ଼କ୍ ହେଉଥିଲା 7 ବର୍ଷ କଣ୍ଟିନ୍ୟୁ। ମୁଁ କିନ୍ତୁ ପ୍ରଭୁ ମୋତେ ଆହ୍ୱାନ କରିଥିଲେ 2010ରେ ମୋତେ ପ୍ରଫେସି ହେଇଥିଲା। ଆଉ ନାଗପୁର ଜଣେ ପ୍ରଭୁଙ୍କର ବକ୍ତା ଆସିଥିଲେ ଗୋଟେ ମିଟିଂରେ। ତାଙ୍କେ ହଠାତ୍ ମୋତେ ଯେତେବେଳେ ପ୍ରେୟର କରିବାକୁ ମୋ ମା ନେଇଥିଲେ, ମୁଁ ଛୋଟ ଥିଲି ସେତେବେଳକୁ ତାଙ୍କେ ଜଷ୍ଟ ତାଙ୍କ ଦ୍ୱାରା ପ୍ରଭୁ ଜଣେଇଲେ, ପ୍ରଭୁ ତାଙ୍କ ଦ୍ୱାରା କଥା କହିଲେ ଆଉ ଆମେ ତୁମକୁ ବ୍ୟବହାର କରିବା ବୋଲି। ଆଉ ସ୍ପେଶାଲି ତାଙ୍କେ କହିଥିଲେ ଗୀତ ଦ୍ୱାରା ଆମେ ତୁମକୁ ବ୍ୟବହାର କରିବା ବୋଲି। ଆଉ ସେଇଟା 2010ରେ ପ୍ରଫେସି ହେଇଥିଲା। ଆଉ ପ୍ରଭୁ ଏବେ ମୋତେ ସାହାଯ୍ୟ କଲେ ତାଙ୍କର ଗୌରବ ପାଇଁ ଠିଆ ହେବା ପାଇଁ। ପ୍ରିୟ ଦର୍ଶକ ବନ୍ଧୁମାନେ, ଈଶ୍ୱରଙ୍କ ବାଇବେଲ ର ପ୍ରଥମ କୋରିନ୍ଥୀ 14:3 ଲେଖାଯାଏ ଯେ କୌଣସି ଭାବବାଣୀ ମନୁଷ୍ୟର ଅମଙ୍ଗଳ ନିମିତ୍ତ ହୁଏନି, ମଙ୍ଗଳ ନିମିତ୍ତ ହୁଏ। ତ ଆଶା କରୁଛି ନିଶ୍ଚିତ ଭାବେ ସେ ସମସ୍ତ ଜୀବନ୍ତ ଭାବବାଣୀ ସିଷ୍ଟର ବାଗଙ୍କ ଜୀବନରେ ସଫଳ ହେଇଛି। ତେଣୁ ନିଶ୍ଚିତ ଭାବେ ଆଉ ଆପଣ ରହନ୍ତି କୋଉଠି? ପ୍ରପର କୋରାପୁଟ। ଆଜ୍ଞା। କଣ କରନ୍ତି ଲାଇଫ? ଏବେ ମୋର ବିଟେକ୍ ସରିଲା। ଘରେ ଅଛି। ନିହାତି ଆଜି ଆପଣଙ୍କ ସହିତ ଭେଟଘାଟ ହେଇକି ଆଉ ସାର୍ ଆଉ ଗୋଟେ କଥା ପଚାରିଲେ, କେମିତି ଲେଖିବା ଓ ଏଇଟା କେମିତି ହୁଏ? ସେଇଟା ମୁଁ ଯେତେବେଳେ ପ୍ରାର୍ଥନା କରିକି ବସେ ପ୍ରେୟର କଲା ଟାଇମରେ ମୋତେ ପ୍ରଭୁ ସେ ଟ୍ୟୁନ୍ ଦିଅନ୍ତି ଫାର୍ଷ୍ଟରେ। ମାନେ ମୋ ମାଇଣ୍ଡରେ ସେ ଟ୍ୟୁନ୍ ବାଜେ ଯେଉଁଟାକି ମୋତେ ନିଜକୁ ଅଭିଷେକ ଫିଲ୍ ହେଇଛି। ମାନେ ସେ ଗୀତ ଯେତେବେଳେ ଟ୍ୟୁନିଂ ବାଜେ ସେତେବେଳକୁ ଅଟୋମେଟିକ ଲେଖା ଆରମ୍ଭ ହେଇଯାଏ। ଆଜ୍ଞା। ନା ନା ଗୀତ ନା ଫାର୍ଷ୍ଟରେ ଟ୍ୟୁନିଂ ଆସେ। ମାନେ ଯେଉଁ ଆପଣ ସ୍ୱର ଶୁଣୁଛନ୍ତି ସେ ସ୍ୱର ଆସେ ମୋତେ। ତାପରେ ପ୍ରଭୁ ମୋତେ ଚାଳନା ଦିଅନ୍ତି କି ଲେଖିବା ପାଇଁ। ମାନେ ଗୋଟେ ଅର୍ଥପୂର୍ଣ୍ଣ ଆଉ ଅଭିଷେକର ସହିତ, ଅଭିଷେକ ଯୋଉଟାକି ପ୍ରଭୁ ନିଜେ ମୋତେ ଦେଇଛନ୍ତି। ଆଉ ପ୍ରଭୁ ସାହାଯ୍ୟ କରୁଛନ୍ତି ମାନେ ଲେଖିବା ପାଇଁ। ଆଉ କମ୍ପୋଜ ଅଟୋମେଟିକ ଟ୍ୟୁନ୍ ଆସେ, ତାପରେ ଲେଖା ବି କମ୍ପ୍ଲିଟ ହେଇଯାଏ। ନିହାତି ଗୀତର ସ୍ୱର କରିବା କିମ୍ବା ଲେଖିବାର ରିଦମ ବିଭିନ୍ନ ଷ୍ଟାଇଲ୍ସ ଗୁଡାକ ଏମିତି କିଛି ପ୍ରେରଣା ପାଇଛନ୍ତି କି? ଜାଗତିକ ଟିଚର କିଏ ଅଛନ୍ତି କି? ନା ମୋ ମା ଗୀତ ଗାଆନ୍ତି। ମୋ ମା ଗୀତ ଗାଉଥିଲେ। ତାଙ୍କୁ ସ୍କୋପ ମିଳି ପାରିଲାନି, ବାହା ହେଇଗଲେ ତାଙ୍କେ। ହେଲେ ବି ପ୍ରଭୁଙ୍କ ଗୌରବ ନିମନ୍ତେ ମଣ୍ଡଳୀରେ ଗାଆନ୍ତି। କିନ୍ତୁ ମୋତେ ପ୍ରଭୁ ଦୟା କଲେ ଗୀତ ରେକର୍ଡିଂ କରିବା ପାଇଁ। ଯେଉଁଟା ପ୍ରଭୁ ଟ୍ୟାଲେଣ୍ଟ ଦେଇଛନ୍ତି, ଯେଉଁ ଅନୁଗ୍ରହ ଦୟା କରି ତାଙ୍କର ସିଏ ମୋତେ ଯେଉଁ ଦେଇଛନ୍ତି ବରଦାନ, ଯେଉଁଟା ପ୍ରଭୁ ଚାହୁଁଛନ୍ତି ତାଙ୍କ ପାଇଁ ବ୍ୟବହାର କରିବାକୁ। ଏବଂ ସେଥିପାଇଁ ପ୍ରଭୁ ମୋତେ ଦୟା କରିକି ଅନୁଗ୍ରହ କରିକି ତାଙ୍କର ସେ ସେବା ସେବାକୁ ଆରମ୍ଭ କରିବା ପାଇଁ ମୋତେ ସାହାଯ୍ୟ କଲେ। ନିହାତି ଆଜିର ଆମ ଚ୍ୟାନେଲ ମାଧ୍ୟମରେ ମମି ନିଶ୍ଚିତ ଭାବେ ଦେଖିବେ। ମମିଙ୍କ ପାଇଁ କଣ କହିବେ ଆପଣ? ମୋ ମା ଛୋଟ ବେଳରୁ ମୋତେ ବହୁତ ଗାଇଡ୍ କରିଛନ୍ତି ଗୀତ ପାଇଁ। ତାଙ୍କଠୁ ହିଁ ମୁଁ ଶିଖିଛି। ମମି କହିବେ ମା ନମସ୍କାର। ହଁ ମମି ନମସ୍କାର। ମାଙ୍କୁ ମୁଁ ବହୁତ ଭଲ ପାଏ ତାଙ୍କୁ। ତାଙ୍କେ ଛୋଟ ବେଳରୁ ମୋତେ ଗାଇଡ୍ କରିଛନ୍ତି। ଆଉ ପ୍ରଭୁଙ୍କ ନିମନ୍ତେ ମୋ ପରିବାର ବହୁତ ଉତ୍ସର୍ଗୀକୃତ। ଆଉ ଆମ ଏରିଆରେ ବି ଜାଣିଛନ୍ତି। ତ ମୋତେ ମୋ ମା, ଆମ ଘର ସମସ୍ତେ ମୋତେ ପ୍ରଭୁଙ୍କର ଗୌରବ ନିମନ୍ତେ ଗାଇବା ପାଇଁ ପ୍ରେରଣା ଉତ୍ସାହ ସବୁବେଳେ ଦେଇ ଆସିଛନ୍ତି। ଆଉ ମୋ ମା ସ୍ପେଶାଲି ମୋତେ ଗୀତ ଶିଖେଇଛନ୍ତି ଛୋଟବେଳରୁ। ମୁଁ ଅନ୍ୟ କୌଣସି ଜାଗାରେ ଶିଖି ନାହିଁ, ମୋ ମା ଛୋଟବେଳରୁ ଶିଖେଇଛନ୍ତି। ସେଥିପାଇଁ ମାଆଙ୍କୁ ବହୁତ ବହୁତ ଧନ୍ୟବାଦ। ନିଶ୍ଚିତ ଭାବେ ମମି, ମୁଁ ବି ମମି କହିବି କାରଣ ମୁଁ ବି ଆପଣଙ୍କ ପୁଅ ସମାନ। ତ ଝିଅଙ୍କ ପାଇଁ ମୁଁ ବି ଗର୍ବିତ ଅଟେ। ଆଉ
ଆପଣଙ୍କର ସେ ପ୍ରେରଣା ଉତ୍ସାହ ଉଦ୍ଦୀପନା ଆଜି ଝିଅଙ୍କୁ ଏକ ନୂଆ ପରିଚୟ ଆଣିଦେଇଛି ଗୋଟେ କଣ୍ଠଶିଳ୍ପୀ ଭାବେ ପ୍ରଭୁଙ୍କ ମାନେ ବ୍ୟବହାର କରୁଛନ୍ତି ତେଣୁ ଏପରି ମା ଅନେକଙ୍କ ଆଉ ଯେତେ ଦର୍ଶକ ଅଛନ୍ତି ପ୍ରତ୍ୟେକଙ୍କ ମା ମାନେ ପିଲାମାନଙ୍କ ପାଇଁ ଏ ପ୍ରକାର ଉତ୍ସାହିତ ପ୍ରଭୁ ଦେଇଥିବା ଦାନକୁ ବ୍ୟବହାର କରିବା ନିମନ୍ତେ ବ୍ୟବହାର କରିବା ଆବଶ୍ୟକ ରହିଛି ତ ନିଶ୍ଚିତ ଭାବେ ଆପଣ ଯେତେବେଳେ ପ୍ରଫେସି ହେଇଛି ପ୍ରଭୁଙ୍କର ଭବିଷ୍ୟତ ବାଣୀ ହେଇଛି ପାଠ ପଢନ୍ତି ବିଟେକ୍ ତେବେ ପ୍ରଭୁଙ୍କ ସେବା କରିବେ ନା କଣ କରିବେ? ଆ, ଦେଖନ୍ତୁ ଏବେ ଯାଏ ଯାହା ବି ହେଇଛି ପ୍ରଭୁଙ୍କର ଗାଇଡରେ ହେଇଛି ଯଦି ପ୍ରଭୁ ଚାହୁଁଛନ୍ତି କି ଆ, ଯଦି ମିନିଷ୍ଟ୍ରି କରି କରି ଯଦି ଜବ୍ ଦେବେ କି ଯାହା ବି ଦେବେ ପ୍ରଭୁଙ୍କ ଇଚ୍ଛା ଅନୁସାରେ ହଉ ମାନେ ମୁଁ କହିଲେ ହବନି କିନ୍ତୁ ପ୍ରଭୁ ଯାହା ଚାହୁଁଛନ୍ତି ମୋ ଜୀବନରେ ମୁଁ ଚାହୁଁଛି ତାହା ହିଁ ପୁରା ହଉ। ନିହାତି ଆଉ ପ୍ରିୟ ଦର୍ଶକ ବନ୍ଧୁମାନେ ବର୍ତ୍ତମାନ ସିଷ୍ଟରଙ୍କର ଆଉ ହିନ୍ଦୀ ଗୀତଟି ଆମେ ଶୁଣିଲୁ ଓଡ଼ିଆ ଗୀତ ଟିକେ ଶୁଣିବା ପାଇଁ ଯିବା କୋଉଟା ଆପଣଙ୍କ ନିଜ ଲେଖା ଯାହାକି ନିଜକୁ ବେଶୀ ଫିଲ୍ ଲାଗିଛି ଯେ ଏ ଗୀତ ମୋ ପାଇଁ ଗୋଟେ ଆତ୍ମାଙ୍କ ଦେଇ ମୁଁ କରିପାରିଛି ଆଉ ଅନେକ ଆତ୍ମା ଲାଭ ହେଇପାରିବ ଗୀତ ଦ୍ୱାରା। କୋଉଟା ଭାବୁଛନ୍ତି ଆପଣ? ଏବେ ବର୍ତ୍ତମାନ ରିଲିଜ ହେଇନି ଗୀତ ଏବେ ସେଇଟା ରିଲିଜ ହବାକୁ ଯାଉଛି କୃଷର ଗୀତ ସେଟା କୃଷର ଗୀତ ଆଉ ପ୍ରଭୁ ମାନେ ଏ ଗୀତ ମୁଁ ଯେତେବେଳେ ହିଲ୍ ହେଲି ମୋ ହେଡାକରୁ ହିଲ୍ ହେଲି ପ୍ରଭୁ ମୋତେ ହଠାତ୍ ଚାଳନା ଦେଲେ ଯେ ତାଙ୍କର ସେ କୃଷର ମାନେ ଯୋଉ ଯେମିତି ବାକ୍ୟରେ ଲେଖା ହେଇଛି କି ତାଙ୍କ ପ୍ରହାରରେ ଆମେ ମାନେ ସୁସ୍ଥ ହେଲୁ ତ ଯେତେବେଳେ ମୋତେ ସେଟା ମନେ ପଡ଼ିଲା କି ମୁଁ ଯେତେବେଳେ ସୁସ୍ଥ ହେଲେ ତ ମୁଁ ମାନେ ମୋତେ ଲାଗିଲା କି ନାଇଁ କୃଷର ଗୀତ ଲେଖିବା କଥା ଆଉ ପ୍ରଭୁ ହଠାତ୍ ମୋତେ ଚାଳନା ଦେଲେ ସେ ଗୀତ ଲେଖିବା ପାଇଁ ଏତେ ହୃଦୟସ୍ପର୍ଶୀ ହେଇଛି ମୁଁ ଯେତେବେଳେ ଗାଉଥିଲି ରେକର୍ଡିଂ କରୁଥିଲି ସେତେବେଳେ ମୁଁ କାନ୍ଦି ପକାଉଥିଲି ମାନେ ରିଟେକ୍ ନେଉଥିଲି ମାନେ ଯେତେବେଳେ କୃଷ ଆସିଥିଲା ସେତେବେଳେ ମୁଁ ରହିଯାଉଥିଲି ମାନେ ମୋ ଆଖିରୁ ଲୁହ ବାହାରି ପଡ଼ୁଥିଲା ଆଉ ସେମିତି କରିକି ରିଟେକ୍ ନିଆ ହେଇଛି ଏବଂ ସେଥିପାଇଁ ମୁଁ ପ୍ରଭୁଙ୍କୁ ଗୌରବ ଦଉଛି ବହୁତ ବହୁତ ଧନ୍ୟବାଦ ଦଉଛି କି ତାଙ୍କର ପ୍ରହାରରେ ଆମେ ମାନେ ସୁସ୍ଥ ହୋଇଅଛୁ ଆଉ ସେଇ ଗୀତ ତ ଗାଇ ପାରିବିନି ଏବେ ବୋଧେ କାହିଁକି ନା ରିଲିଜ ହେଇନି ସେଇଟା ଆପଣ ଚ୍ୟାନେଲରେ ଶୁଣି ଦିଅନ୍ତୁ। ନିହାତି ସତ କଥା ଆଉ ବର୍ତ୍ତମାନ ଆଜି ସିଷ୍ଟର ଆଉ ପ୍ରତିଭା ଷ୍ଟୁଡିଓରେ ଭେଟଘାଟ ହେଇଛୁ ତ ନିଶ୍ଚିତ ଭାବେ ପ୍ରଭୁଙ୍କ ଇଚ୍ଛା ଏପରି ଆଗକୁ ବଢ଼ନ୍ତୁ ପ୍ରଭୁ ଏ ଜର୍ଣ୍ଣି ଆପଣଙ୍କର ଜୀବନ ଶେଷ ସନ୍ତେ ପର୍ଯ୍ୟନ୍ତ ପ୍ରଭୁ ବ୍ୟବହାର କରନ୍ତୁ ଏହା ଆମ ଚ୍ୟାନେଲ ତରଫରୁ ଆପଣଙ୍କୁ ଆଉ କାମନା କରୁଛୁ ପ୍ରଭୁ ଆପଣଙ୍କ ସହିତ ଥାନ୍ତୁ। Praise the Lord. Thank you. नमस्कार कुना चिंतल यूट्यूब चैनल को लाइक शेयर सब्सक्राइब करंतु एवं जो वीडियो प्रभुଙ୍କର गौरव निमंते अपलोड करा होछि ता द्वारा आपण माने आशीर्वाद लाभ करंतु धन्यवाद। नमस्कार थैंक यू गॉड ब्लेस यू। Okay. नमस्कार थैंक यू गॉड ब्लेस यू ऑल थैंक यू।